ଏହା କୌଣସି କାଳ୍ପନିକ କାହାଣୀ ନୁହେଁ। ଏହା ମୋ ସାନ ଭାଇଙ୍କଠାରୁ ଶୁଣିଥିବା ସତ୍ୟ ଘଟଣା। ପିଲାଟି ଦିନରୁ ମୋର କାହାଣୀ ପ୍ରତି ବହୁତ ଆଗ୍ରହ। ଆଉ କାହାଣୀ ଯଦି ଭୂତ ପ୍ରେତଙ୍କର ହେଲା ତ କଥା ସରିଲା। ପୁରା ନ ଶୁଣିଲା ଯାଏଁ କହୁଥିବା ଲୋକକୁ ମୁଁ ଜମା ଛାଡ଼େ ନାହିଁ। ମୋର ଏ ଅଶରୀରୀଙ୍କ କାହାଣୀରେ ଭାରି ଆଗ୍ରହ। ଆଜି ଯେଉଁ ଘଟଣାଟି କହିବି ସେଇଟା ଆଈଙ୍କଠାରୁ ଶୁଣିଥିବା ସତ୍ୟ ଘଟଣା। ଏ ଘଟଣା ପ୍ରାୟ 40 ବର୍ଷ ତଳର। ସେବେ ମୋ ଆଈ ବାହା ହୋଇନଥିଲେ। ମୋ ଆଈ ଓ ତାଙ୍କ ଭାଇ ଭଉଣୀ ସର୍ବମୋଟ 4 ଜଣ। ଆଈଙ୍କର ଜଣେ ବଡ଼ ଭାଇ ଅଛନ୍ତି ଏବଂ ସେମାନେ ସବୁ ଝିଅ 3 ଜଣ ସାନ। ବଡ଼ ଭାଇଙ୍କ ବାହାଘର ଜଲ୍ଦି ହୋଇଯାଇଥାଏ। ମୋ ଆଈଙ୍କୁ ବି ଅତି ବେଶୀରେ 17 କି 18 ବର୍ଷ ହୋଇଥିବ। ସେବେ ତାଙ୍କ ଗାଁରେ କୁଆଡ଼େ ବହୁତ ବଡ଼ ମେଲଣ ହୁଏ, ଯାତ୍ରା ବି କହିପାରିବା। କିଛି ଦିନ ପାଇଁ ଏକ ଯାତ୍ରା ଦଳ ଆସି ଗାଁରେ ରୁହନ୍ତି ଓ ଯାତ୍ରା ପରିବେଷଣ କରନ୍ତି। ଯାତ୍ରା ପାଇଁ ଗାଁରେ ଯାତ୍ରା ମଣ୍ଡପ ପାଖରେ ମେଳା ଲାଗେ। ବିଭିନ୍ନ ପ୍ରକାର ଘରକରଣା ସାମଗ୍ରୀ ଠାରୁ ନେଇ କେତେ କ'ଣ ବିକ୍ରିବଟା ହୁଏ। କୁଆଡ଼େ ବହୁତ ଲୋକ ବି ଏକାଠି ହୁଅନ୍ତି। ସେବେ ଆଗକାଳରେ ମନୋରଞ୍ଜନର ଗୋଟିଏ ମାତ୍ର ମାଧ୍ୟମ ଏ ନାଟକ କି ପାଲା। ଏଣୁ ଗାଁ ଲୋକମାନଙ୍କର ଉତ୍ସାହ କହିଲେ ନ ସରେ। ସପରିବାର ସବୁ ଯାଇ ତାକୁ ଉପଭୋଗ କରନ୍ତି। ରାତି ସାରା ବହି ଚାଲେ। ଠିକ୍ ଖାଇ ପିଇ ଦେଇ 9ଟା ବେଳକୁ ଯାଇ ସବୁ ହାଜିର। ସେବେ ତ ଏକଚାଟିଆ ନୀତି ନଥିଲା। ସମସ୍ତେ ଏକାଠି ମିଶି ଏକ ପରିବାର ପରି ଥିଲେ। ମୋ ଆଈ ଘରଠାରୁ କିଛି ଦୂରରେ ସେ ମେଳା ପଡ଼ିଆ। ଆଈଙ୍କ ଭାଉଜ ସେବେ ଗର୍ଭବତୀ ଥିଲେ। ବାହାଘର କେଉଁ 2 ବର୍ଷ ହୋଇଥିବ। ଆଈଙ୍କ ଅନ୍ୟ 2 ଭଉଣୀ ଆଈଙ୍କଠାରୁ ସାନ। ଏଣୁ ସେମାନେ ଦିନରେ ମେଳା ବୁଲି ଆସି ଘରେ ହାଜର। ଯେମିତି ଆପଣମାନେ ଜାଣିଛନ୍ତି ସ୍ତ୍ରୀ ଲୋକମାନେ କେତେ ମେଳାପି। ଏଣୁ ଆଗକାଳରେ ସବୁ ଏକାଠି ହୋଇ ସାଥିରେ ଯାଉଥିଲେ। ଆଈଙ୍କ ଭାଉଜ, ପାଖ ପଡ଼ିଶା ଘର ଅନ୍ୟ ସ୍ତ୍ରୀ ଲୋକ ଏ ସମସ୍ତେ ମିଶି ମେଳା ପଡ଼ିଆକୁ ଗଲେ। ଯାତ୍ରା ଆରମ୍ଭ ହୋଇଯାଇଥାଏ। ସବୁ ଆରାମରେ ବସି ଦେଖୁଥିଲେ। ରାତି ପାଖାପାଖି 1ଟାଏ ହେବ। ଆଈଙ୍କ ଭାଉଜଙ୍କୁ ନିଦ ଲାଗିଲା। ସେ ଆଈଙ୍କୁ ବାଧ୍ୟ କଲେ ଘରକୁ ଫେରିଯିବା ପାଇଁ। ହେଲେ ବହିର ଆକର୍ଷକ ଭାଗ ଚାଲିଥିବାରୁ ଆଈ ମନା କରୁଥିଲେ। କିନ୍ତୁ ଭାଉଜ ଯେହେତୁ ଗର୍ଭବତୀ ଥିଲେ ସେ ଏକୁଟିଆ ଗଲେ ଡରିଯିବେ ଭାବି ଆଈ ବାହାରିଲେ ଯିବା ପାଇଁ। ଅନ୍ୟ ସାହି ଲୋକମାନେ ବି ବସିଥାନ୍ତି। ତାଙ୍କ ଭିତରୁ ଜଣେ ଆଈଙ୍କ ହିସାବରେ ଭାଇ ଓ ତାଙ୍କ ଭାଉଜଙ୍କ ଦିଅର ହେବେ। ସେ କହିଲେ, ଚାଲ ମୁଁ ଛାଡ଼ିଦେଇ ଆସିବି। ହେଲେ ଆଈ କହିଲେ, ଏଇଠି ତ ଚମାର ସାହି ପାର ହେଲେ ଆମ କୈବର୍ତ୍ତ ସାହି। ଏଣୁ ଆରାମରେ ଦୁହେଁ ଚାଲିଯିବେ। ତାଙ୍କ ଅନିଚ୍ଛା ଦେଖି ସେ ଅଜା ବି ଆଉ ବେଶୀ ବାଧ୍ୟ କଲେ ନାହିଁ। ଆଈ କଥା ହୋଇ ହୋଇ ତାଙ୍କ ଭାଉଜଙ୍କ ସାଙ୍ଗେ ଆସୁଛନ୍ତି। ହଠାତ୍ କିଛି ସମୟ ପରେ ଆଈଙ୍କୁ ଲାଗିଲା କେହି ଜଣେ ଚମାର ସାହିର ଏକ ମୁଣ୍ଡରେ ଠିଆ ହୋଇଛି। ଆଈଙ୍କୁ ଲାଗିଲା ହୁଏତ କିଏ ଜଣେ ରାତିରେ ବାହାରକୁ ଉଠିଥିବ ବିଡ଼ି କି ସିଗାରେଟ୍ ପାଇଁ। ହେଲେ ଯାହା ବି ହେଉନା କାହିଁକି, ଯେ କେହି ବି ହୋଇଥିବ ସେ ତ ଏମିତି ଏକଲା ନଥିବ। ତାଙ୍କ ଭାଉଜ ଏକଦମ ଗପରେ ଭୋଳ, ମାନେ ଆଉ କୁଆଡ଼େ ନିଘା ନାହିଁ ତାଙ୍କର। ଆଈ କିନ୍ତୁ ସେ ଲୋକଟିକୁ ଠିକ୍ ଦେଖିଛନ୍ତି। ଏକଦମ ତ୍ରିପଣ୍ଡ କଳା ମଚମଚ ଶରୀର, ଉଚ୍ଚତା ବି 1.5ଟା ମଣିଷର ହେବ। ଆଈ ଯେତେ ଧୀରେ ଧୀରେ ଆଗକୁ ଯାଉଥାନ୍ତି ତାଙ୍କୁ ଅଜୀବ ଲାଗୁଥାଏ, କାରଣ ସେ ଲୋକର ଉଚ୍ଚତା ବି ସେହି ଅନୁପାତରେ ଅଧିକ ଜଣାଯାଉଥାଏ। ଆଈଙ୍କର ଭୟରେ ପିଢ଼େଇ ପାଣି। ହେଲେ ତାଙ୍କ ଭାଉଜ ଆଉ ଦେଖିନାହାନ୍ତି। କାଳେ ଭାଉଜ ଡରିବେ ବୋଲି ଆଈ ଜୋରେ ଜୋରେ ପାହୁଣ୍ଡ ପକାଉଥିଲେ। ହଠାତ୍ ତାଙ୍କୁ କିଛି ଭଲ ଲାଗିଲା ନାହିଁ। ସେ ଅଦ୍ଭୁତ ଲୋକକୁ ଆଉ ଥରେ ଦେଖିଲେ। ତା ଆଖି ଦୁଇଟି ଲାଲ ଅଙ୍ଗାର ପରି ଜଳୁଥାଏ। ଶରୀର ତ ଅନ୍ଧାରରେ ଦେଖାଯାଉନଥାଏ, ହେଲେ ଆଖି ଦୁଇଟି ଠିକ୍ ଦେଖାଯାଉଥାଏ। ଆଈ ଆଉ ନିଜକୁ ସମ୍ଭାଳି ପାରିଲେ ନାହିଁ। ସାଙ୍ଗେ ସାଙ୍ଗେ ତାଙ୍କ ଭାଉଜଙ୍କୁ ପଚାରିଲେ, ଭାଉଜ ସେ କିଏ? ଏତେ ସମୟ ଧରି ଭାଉଜ ଯାହାକୁ ଦେଖିନଥିଲେ ଆଖି ପଡ଼ିଲା କ୍ଷଣି ସାଙ୍ଗେ ସାଙ୍ଗେ ଆଈଙ୍କ ହାତ ଧରି ପଛକୁ ଆସିଲେ। କିଛି ଦୂରକୁ ପଛ ଆସିଲା ପରେ ଏକ ମୁହାଁ ହୋଇ ମେଳା ପଡ଼ିଆକୁ ଦୌଡ଼ିଲେ। ସବୁ ଲୋକ ତାଙ୍କ ଏପରି ଅବସ୍ଥା ଦେଖି କାରଣ ପଚାରିଲେ। ଭାଉଜ ଆଉ କିଛି କହିବା ଅବସ୍ଥାରେ ନଥିଲେ। ଆଈ ସବୁ କଥା କହିଲା ପରେ ତାଙ୍କ ସେଇ ଭାଇ ଜଣକ ଏକ ବଡ଼ ଟର୍ଚ୍ଚ ନେଇ ଆସିଲେ ସତ୍ୟାସତ ଅନୁସନ୍ଧାନ କରିବା ପାଇଁ। ହେଲେ ଆଶ୍ଚର୍ଯ୍ୟଜନକ ଭାବରେ ସେ ଲୋକ ଗାୟବ। ସେ ରାତିଟି ନିଦହୀନ ହୋଇ ବିତିଗଲା। ସବୁ ଅପେକ୍ଷା କରି ବସିଥିଲେ ଚମାର ସାହିର କେହି ଉଠିଲେ ତାକୁ ସେ ଲୋକ କଥା ପଚାରିବେ। ସକାଳ ହେଲା, କେହି ଆଖି ପତା ବି ପକାଇ ନାହାନ୍ତି। ସେବେ ଜଣେ ମୁଖ୍ୟ ଲୋକ ତାଙ୍କ ସାହିରେ ଉଠିକି ଆସୁଥିଲା। ତାକୁ ଦେଖି ଏମାନେ ସବୁ ଘେରିଗଲେ। ସେହି ରହସ୍ୟମୟ ଲୋକ ବିଷୟରେ ତାକୁ ପଚାରିଲେ, କିନ୍ତୁ ଯାହା ଉତ୍ତର ଶୁଣିଲେ ତାହା ଶୁଣି ତାଙ୍କ ହୋସ ଉଡ଼ିଗଲା। ସେହି ଲୋକଟି ଜଣେ ମଣିଷ ନୁହେଁ, ଶୈତାନ ଥିଲା। ସେ କୁଆଡ଼େ ତାଙ୍କ ଏଇ ଭଙ୍ଗା କୋଠି ମୋଡ଼ରେ ଥିବା ଚାଖୁଣ୍ଡା ଗଛରେ ରୁହେ। ରାତି ହେଲେ ପୋଖରୀ କୂଳ ବାଉଁଶ ବୁଦାରୁ ଏ କୁଡ଼ିଆ ଯାଏଁ ଧାଉଁଥାଏ। ବାଟରେ ଯିଏ ପଡ଼େ ତାର ନିସ୍ତାର ନାହିଁ। ଏଇ 2 ଜଣ ଝିଅଙ୍କ ଭାଗ୍ୟ ବହୁତ ଟାଣ, ଏଣୁ ବଞ୍ଚି ଯାଇଛନ୍ତି। ଏକଥା ଶୁଣି ଆଈ ଓ ତାଙ୍କ ଭାଉଜ ତାଜୁବ। ତାଙ୍କୁ ଭଗବାନ ସେଦିନ ସହାୟ ହୋଇଥିଲେ।
ନହେଲେ କ'ଣ ଯେ ହୋଇଥାନ୍ତା। ଆଈ ଆଜି ବି ତା'ର ସେଇ ରୂପକୁ ମନେ ରଖି ଆମକୁ ଏଇ କାହାଣୀ ଶୁଣାନ୍ତି।